ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲର ଅନ୍ୟ ଏକ ନୂଆ ଭିଡିଓକୁ ଆପଣମାନଙ୍କୁ ସ୍ୱାଗତ। ଆମେ ପୂର୍ବ ଭିଡିଓରେ ଆଲୋଚନା କରୁଥିଲେ ରୀତି ସାହିତ୍ୟ ସମ୍ପର୍କରେ। ଆସନ୍ତୁ ଆଜି ଆଲୋଚନା କରିବା ଆଧୁନିକ ସାହିତ୍ୟ ସମ୍ପର୍କରେ 30 ଗୋଟି MCQ। ତା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଭିଡିଓ ଭଲ ଲାଗୁଥିଲେ ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ। ଆପଣମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହିତ ଆପଣମାନଙ୍କର ସାଙ୍ଗମାନେ ମଧ୍ୟ ନିହାତି ପହଞ୍ଚିବେ। ପୁଣି ଭିଡିଓକୁ ଲାଇକ୍ କରିବେ ନିହାତି, ପୁଣି କମେଣ୍ଟ ମଧ୍ୟ କରିବେ। ଆପଣମାନଙ୍କର କମେଣ୍ଟ ଏବଂ ଲାଇକ୍ ମୋତେ ଉତ୍ସାହ ଏବଂ ପ୍ରେରଣା ଯୋଗେଇବ। ହଁ, ଆଉ ଗୋଟେ କଥା, ଭିଡିଓ ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଏଚିଭର୍ସ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଧନ୍ୟବାଦ। ଆସନ୍ତୁ ଆଲୋଚନା କରିବା ଆଧୁନିକ ସାହିତ୍ୟ ସମ୍ପର୍କରେ 30 ଗୋଟି ପ୍ରଶ୍ନ ଏବଂ ଉତ୍ତର, ଯାହାକି MCQ ରହିବ। ଆଧୁନିକ ସାହିତ୍ୟର ପୃଷ୍ଠଭୂମି, ନବଜାଗରଣ ଓ କବି ଭୀମ ଭୋଇ। ଇଂରେଜମାନଙ୍କ ଓଡ଼ିଶା ଆଗମନ 1803 ପରେ ନବ ଅଭ୍ୟୁଦୟର ସୂତ୍ରପାତ ଘଟିଥିଲା। ତାହେଲେ ଇଂରେଜମାନେ ଓଡ଼ିଶାକୁ କେବେ ଆସିଥିଲେ? 1803 ମସିହାରେ ଇଂରେଜମାନେ ଓଡ଼ିଶାକୁ ଆସିଥିଲେ। ତାପରେ ନବ ଅଭ୍ୟୁଦୟର ସୂତ୍ରପାତ ଘଟିଥିଲା। ଇଂରେଜମାନେ ଯେବେ ଓଡ଼ିଶାକୁ ଆସିଥିଲେ, ତାପରେ ନବ ଅଭ୍ୟୁଦୟର ସୂତ୍ରପାତ ଘଟିଥିଲା। କ୍ଲିୟର? ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କ ଉଦ୍ୟମରେ ଓଡ଼ିଶାର ରାଜନୀତି, ସାମାଜିକ ତଥା ସାଂସ୍କୃତିକ କ୍ଷେତ୍ରରେ ପରିବର୍ତ୍ତନ ଦେଖା ଦେଇଥିଲା। ଖ୍ରୀଷ୍ଟିଆନ ମାନେ ବା ଇଂରେଜମାନେ ଆସିବା ପରେ ସେମାନଙ୍କ ଉଦ୍ୟମରେ ଓଡ଼ିଶାର ରାଜନୀତି, ସାମାଜିକ ତଥା ସାଂସ୍କୃତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖା ଦେଇଥିଲା। ଏହି ପରିବର୍ତ୍ତନର ମନ୍ତ୍ରରେ ବିଭୂଷିତ ହୋଇଥିଲା ଓଡ଼ିଆ ସାହିତ୍ୟର ପ୍ରବାହ। ଏ ଯେଉଁ ରାଜନୀତିକ, ସାମାଜିକ ଏବଂ ସାଂସ୍କୃତିକ ପରିବର୍ତ୍ତନ ଦେଖା ଦେଇଥିଲା, ଏହି ପରିବର୍ତ୍ତନର ମନ୍ତ୍ରରେ ବିଭୂଷିତ ହୋଇଥିଲା କିଏ? ଓଡ଼ିଆ ସାହିତ୍ୟର ପ୍ରବାହ। ପୂର୍ବବର୍ତ୍ତୀ ରୀତି କାବ୍ୟାଦର୍ଶରେ ଦେଖାଦେଲା ନୂତନ କଳା ଓ କୌଶଳ। ପୂର୍ବବର୍ତ୍ତୀ ରୀତି କାବ୍ୟାଦର୍ଶରେ ଦେଖାଦେଲା ନୂତନ କଳା ଓ କୌଶଳ। ଆଗରୁ ଯେଉଁ ରୀତିକାବ୍ୟ ଶୈଳୀ ପରମ୍ପରା ଚାଲିଥିଲା, ସେଥିରେ ପରିବର୍ତ୍ତନ ଦେଖାଦେଲା। କଣ ଦେଖାଦେଲା? ନୂତନ କଳା ଓ କୌଶଳ ଦେଖାଦେଲା। ଦେବଦେବୀ, କିନ୍ନର କିନ୍ନରୀ, ରାଜା ରାଜୁଡାଙ୍କ ଠାରୁ ମୁହଁ ଫେରେଇ ସାହିତ୍ୟ ହେଲା ସାଧାରଣ ମଣିଷମୁଖୀ। ତାହେଲେ ରୀତି ସାହିତ୍ୟ, ଦେବଦେବୀ, କିନ୍ନର କିନ୍ନରୀ, ରାଜା ରାଜୁଡାଙ୍କ ସାହିତ୍ୟ ଆମେ ରୀତି ସାହିତ୍ୟକୁ କହିଥାଉ। କିନ୍ତୁ ସେଇ ରୀତି ସାହିତ୍ୟ କଣ ହେଲା ତାପରେ? ଦେବାଦେବୀ, କିନ୍ନର କିନ୍ନରୀ, ରାଜା ରାଜୁଡାଙ୍କ ଠାରୁ ମୁହଁ ଫେରେଇ ନେଲା, ଯାହା ଫଳରେ ସାହିତ୍ୟ କୋଉ ଆଡକୁ ମୁହେଇଲା? ସାଧାରଣ ମଣିଷ ଆଡକୁ ମୁହେଇଲା। ଇଂରାଜୀ ଶିକ୍ଷାର ବିସ୍ତାର ଘଟିଲା, ଛାପାଖାନା ପ୍ରତିଷ୍ଠା, ସାଂସ୍କୃତିକ ସଂଗଠନ ପ୍ରତିଷ୍ଠା ତଥା ପତ୍ର ପତ୍ରିକା ପ୍ରକାଶନ ଦ୍ୱାରା ଯେଉଁ ନବଜାଗରଣ ବା ରେନେସାଁ ସୃଷ୍ଟି ହୋଇଥିଲା। ଇଂରାଜୀ ଶିକ୍ଷାର ବିସ୍ତାର ଘଟିଲା, ଛାପାଖାନା ପ୍ରତିଷ୍ଠା ହେଲା, ସାଂସ୍କୃତିକ ସଂଗଠନ ପ୍ରତିଷ୍ଠା କରାଗଲା, ପୁଣି ପତ୍ର ପତ୍ରିକା ପ୍ରକାଶନ ଦ୍ୱାରା ଯେଉଁ ନବଜାଗରଣ ବା ରେନେସାଁ ସୃଷ୍ଟି ହୋଇଥିଲା, ତାହାରି ଉପରେ କବି ରାଧାନାଥ ରାୟ, ଭକ୍ତ କବି ମଧୁସୂଦନ ରାଓ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, ପଲ୍ଲୀ କବି ନନ୍ଦକିଶୋର ବଳ ପ୍ରମୁଖ ନିଜ ନିଜର ପ୍ରତିଭାର ନବୋନ୍ମେଷ ଘଟେଇ
ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତିଭୂମି ପ୍ରତିଷ୍ଠା କରିଥିବାର ଜଣାଯାଏ। ହେଲା, ସେମାନେ ନିଜ ନିଜର ପ୍ରତିଭାର ନବୋନ୍ମେଷ ଘଟେଇଲେ କୋଉଠି? ଓଡ଼ିଆ ସାହିତ୍ୟରେ। ଆସନ୍ତୁ ଆଲୋଚନା କରିବା ଆଜିର ପ୍ରଥମ ପ୍ରଶ୍ନ। ଦେବଗ୍ରାମ ସନ୍ଧି କେଉଁ ମସିହାରେ ସ୍ୱାକ୍ଷରିତ ହୋଇଥିଲା? ଦେବଗ୍ରାମ ସନ୍ଧି 1803 ମସିହାରେ ସ୍ୱାକ୍ଷରିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ। ମିଶନାରୀ ମାନେ କେଉଁ ଉଦ୍ଦେଶ୍ୟରେ ଓଡ଼ିଶାରେ ସ୍କୁଲ ପ୍ରତିଷ୍ଠା କରିଥିଲେ? ମିଶନାରୀ ମାନେ କେଉଁ ଉଦ୍ଦେଶ୍ୟରେ ଓଡ଼ିଶାରେ ସ୍କୁଲ ପ୍ରତିଷ୍ଠା କରିଥିଲେ? ଖ୍ରୀଷ୍ଟିଆନ ଧର୍ମ ପ୍ରଚାର କରିବା ପାଇଁ ମିଶନାରୀ ମାନେ ଓଡ଼ିଶାରେ ସ୍କୁଲ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। 3 ନମ୍ବର ପ୍ରଶ୍ନ। मोर लाइट मोर एयर में जर्मन फादर कठे कम, ଏହା କେଉଁ ସ୍ରଷ୍ଟାଙ୍କ? मोर लाइट मोर एयर में जर्मन फादर कठे कम, ଏହା କେଉଁ ସ୍ରଷ୍ଟାଙ୍କ? 3 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ମଧୁସୂଦନ ରାଓ। ପରବର୍ତ୍ତୀ ପ୍ରଶ୍ନ। ଓଡ଼ିଆ ନବଜାଗରଣକୁ କେଉଁ ଧର୍ମ ପ୍ରଭାବିତ କରି ନାହିଁ? ଓଡ଼ିଆ ନବଜାଗରଣକୁ କେଉଁ ଧର୍ମ ପ୍ରଭାବିତ କରି ନାହିଁ? ବୌଦ୍ଧ ଧର୍ମ ପ୍ରଭାବିତ କରି ନାହିଁ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। 5 ନମ୍ବର ପ୍ରଶ୍ନ। ନଅଙ୍କ ଦୁର୍ଭିକ୍ଷ କେବେ ଓଡ଼ିଶାକୁ ଗ୍ରାସ କରିଥିଲା? ଏହା ତ ସମସ୍ତେ ଜାଣିଥିବେ। 1866 ମସିହାରେ ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାକୁ ଗ୍ରାସ କରିଥିଲା। ପରବର୍ତ୍ତୀ ପ୍ରଶ୍ନ। ଆର୍ଯ୍ୟ ସମାଜର ପ୍ରତିଷ୍ଠାତା କିଏ? ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ହେଉଛନ୍ତି ଦୟାନନ୍ଦ ସରସ୍ୱତୀ। ବ୍ରାହ୍ମ ସମାଜ ରାଜା ରାମମୋହନ ରାୟ। ବ୍ରାହ୍ମ ସମାଜ ରାଜା ରାମମୋହନ ରାୟ। ପରବର୍ତ୍ତୀ ପ୍ରଶ୍ନ। କ ସ୍ତମ୍ଭ ଖ ସ୍ତମ୍ଭ ଆଗକୁ ଯିବା। ପ୍ରବୋଧ ଚନ୍ଦ୍ରିକା 1856 ହେଲା 2 ର 2, ତାହେଲେ 2 ର 2 2i, ତାହେଲେ ବି ହବ ୟାର ଉତ୍ତର। ହେଲା ଜ୍ଞାନାରୋହଣ 1849 3 ର i, ତାପରେ କଣ 1 ର ଅରୁଣୋଦୟ 1861 ଅରୁଣୋଦୟ 1861 ପ୍ରଜାବନ୍ଧୁ 1882 କ୍ଲିୟର। ବି ହବ ୟାର ଉତ୍ତର। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ମହିମା ଧର୍ମର ପ୍ରତିଷ୍ଠାତା କିଏ? ମହିମା ଧର୍ମର ପ୍ରତିଷ୍ଠାତା କିଏ? ଅଲେଖ ସ୍ୱାମୀ। 8 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଅଲେଖ ସ୍ୱାମୀ ମହିମା ଧର୍ମର ପ୍ରତିଷ୍ଠାତା। ପରବର୍ତ୍ତୀ ପ୍ରଶ୍ନ। ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ ପୁସ୍ତକର ଲେଖକ କିଏ? ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ ପୁସ୍ତକର ଲେଖକ କିଏ? 9 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ। କିଏ? କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ। କେଉଁ ମସିହାରେ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା? କେଉଁ ମସିହାରେ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା? 1855 ମସିହାରେ ଜାତୀୟ କଂଗ୍ରେସ ପ୍ରତିଷ୍ଠା ହୋଇଥିଲା ବା ଗଠିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ। କ ସ୍ତମ୍ଭ ଖ ସ୍ତମ୍ଭ ପୁଣି ଆପଣ ଏଥିରୁ ଯଦି ଗୋଟେ ଜାଣିଛନ୍ତି ତାହେଲେ କ୍ୱେଶ୍ଚନ ର ଆନ୍ସର ଆପଣ ସଠିକ ରେ ଦେଇପାରିବେ। ବିଜୁଳି ପତ୍ରିକା। ବିଜୁଳି ପତ୍ରିକା କାହାର? ରାଧାନାଥ ରାୟ। ତାହେଲେ 2 ର i 2 ର i, ତାମାନେ ଇଏ ବି ହବ ନାହିଁ, ଇଏ ବି ହବ ନାହିଁ। ଯେହେତୁ ଏଇ ଦିଟା ଅଛି, ଏଇ ଦିଟା ଭିତରୁ ଗୋଟିଏ ହବ ନିହାତି। ଉତ୍କଳ ପ୍ରଭା କଣ କରିଥିଲା? ଲେଖା ପାଇଁ ପାରିଶ୍ରମିକ ଦଉଥିଲା। ଉତ୍କଳ ପ୍ରଭା ଲେଖା ପାଇଁ ଲେଖକ ମାନଙ୍କୁ ପାରିଶ୍ରମିକ ଦଉଥିଲା। ତାହେଲେ 1 ର IV 1 ର IV ସି ହବ ୟାର ଉତ୍ତର। କ୍ଲିୟର ଆପଣ ମାନେ ବୁଝିପାରିଲେ। 3 ର 2i ଉତ୍କଳ ହିତୈଷିଣୀ କଟକ। ବାଲେଶ୍ୱର ସମ୍ବାଦ ବାହିକା ଫକୀରମୋହନ ସେନାପତି। ଇଏ ଥିଲା 11 ନମ୍ବର ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା।
କେଉଁଠି ଓଡ଼ିଶାର ସର୍ବପ୍ରଥମ ମୁଦ୍ରଣାଳୟ? କେଉଁଠି ଓଡ଼ିଶାର ସର୍ବପ୍ରଥମ ମୁଦ୍ରଣାଳୟ? 12 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଓଡ଼ିଶା ମିଶନ ପ୍ରେସ ଓଡ଼ିଶାର ପ୍ରଥମ ମୁଦ୍ରଣାଳୟ। ପରବର୍ତ୍ତୀ ପ୍ରଶ୍ନ, ଲର୍ଡ ମାକ୍ଲେଙ୍କ ଶିକ୍ଷାନୀତି କେଉଁ ମସିହାରେ ପ୍ରବର୍ତ୍ତନ କରାଯାଇଥିଲା? ଲର୍ଡ ମାକ୍ଲେଙ୍କ ଶିକ୍ଷାନୀତି କେଉଁ ମସିହାରେ ପ୍ରବର୍ତ୍ତନ କରାଯାଇଥିଲା? 1835 ମସିହା। କେଉଁ ମସିହା? 1835 ମସିହା। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। ନୀଳମଣି ବିଦ୍ୟାରତ୍ନ କେଉଁ ପତ୍ରିକା ସମ୍ପାଦନା କରୁଥିଲେ? ନୀଳମଣି ବିଦ୍ୟାରତ୍ନ କେଉଁ ପତ୍ରିକା ସମ୍ପାଦନା କରିଥିଲେ? 14 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ସମ୍ବଲପୁର ହିତୈଷିଣୀ ନୀଳମଣି ବିଦ୍ୟାରତ୍ନ। କ୍ଲିୟର। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। ଉତ୍କଳ ସାହିତ୍ୟ ପତ୍ରିକାର ପ୍ରକାଶ କାଳ କେବେ? ଉତ୍କଳ ସାହିତ୍ୟ ପତ୍ରିକାର ପ୍ରକାଶ କାଳ କେବେ? 1897 ମସିହା। ଉତ୍କଳ ସାହିତ୍ୟ ପତ୍ରିକା। ପରବର୍ତ୍ତୀ ପ୍ରଶ୍ନ, କସ୍ତମ୍ଭ ଖସ୍ତମ୍ଭ ପୁଣି ଆସିଲା। ଆଗକୁ ଯିବା ପୁଣି 16 ନମ୍ବର ପ୍ରଶ୍ନ, ତାହେଲେ ଏହାକୁ ଆମେ ସଂଯୋଗ କରିବା ପୁଣି। ପାର୍ବତୀ କାବ୍ୟ। ପାର୍ବତୀ କାବ୍ୟ ଏକର ଟ୍ରିପୁଲ ଆଇ। ପାର୍ବତୀ ସମ୍ବଲପୁର ହିତୈଷିଣୀ। ବି ହବ ୟାର ଉତ୍ତର କଣ ହବ? ବି ହବ ୟାର ଉତ୍ତର। ଏକର ଟ୍ରିପୁଲ ଆଇ, ଦୁଇର ଆଇ ଚିଲିକା ଉତ୍କଳ ସାହିତ୍ୟ ଉତ୍କଳ ପ୍ରଭା। ତାପରେ 3ର ଆଇଭି ମନୀଷ ମୁକୁର। ରେବତୀ ଗଳ୍ପ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ଫକୀରମୋହନ ସେନାପତିଙ୍କର ରେବତୀ ଗଳ୍ପ କୋଉ ପତ୍ରିକାରେ ପ୍ରକାଶିତ? ଉତ୍କଳ ସାହିତ୍ୟ। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା କାଳ କେବେ? ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା କାଳ କେବେ? 17 ନମ୍ବର ପ୍ରଶ୍ନର ଉତ୍ତର ହବ 1903ରେ। ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠାର ସମୟ। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। ବିବେକୀ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ବିବେକୀ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ଦର୍ପଣ। ମନେ ରଖିବେ, ବିବେକୀ ଉତ୍କଳ ଦର୍ପଣ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ପ୍ରଥମ ସାହିତ୍ୟ ପତ୍ରିକାର ନାମ କେଉଁଠି? ଓଡ଼ିଶାର ପ୍ରଥମ ସାହିତ୍ୟ ପତ୍ରିକାର ନାମ କେଉଁଠି? 19 ନମ୍ବର ପ୍ରଶ୍ନର ଉତ୍ତର ହଉଛି ସାହିତ୍ୟ ଦର୍ପଣ ଓଡ଼ିଶାର ପ୍ରଥମ ସାହିତ୍ୟ ପତ୍ରିକାର। କ୍ଲିୟର। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। 1903 ମସିହା କାହିଁକି ପ୍ରସିଦ୍ଧ? 1903 ମସିହା କାହିଁକି ପ୍ରସିଦ୍ଧ? ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ହେଇଥିଲା। ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା। 20 ନମ୍ବର ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। ପୁଣି ଆସିଲା କସ୍ତମ୍ଭ ଖସ୍ତମ୍ଭ। ହେଲେ ଏଇଠୁ ଭୀମ ଭୋଇଙ୍କର ବାପାଙ୍କ ନାଁ କଣ? ଦନାଥ। 2ର ଆଇଭି। ଆମେ ଦେଖିବା 2ର ଆଇଭି। ତାହେଲେ ଇଏ ବି ହବ 2ର ଆଇଭି। ତାହେଲେ ଏଇଟା ହବ ଆଉ ଏଇଟା ହବ। ବି ହବ ନାହିଁ। ଆଉ କଣ? ଡି ବି ହବ। ବି ନାହିଁ ଆଉ ଡି ଟିକେ ଉପରକୁ ଉଠେଇ ଦଉଛେ। 2ର ଆଇଭି। ଏ ବି ଆଇଭି ଅଛି, ଏ ବି ଅଛି। ଆମେ 2ଟା ଅପସନ କ୍ୟାନସଲ କରିଦେଲେ। ସେଇ 2ଟା ତ ହବ ନାହିଁ। ଏଇ 2ଟା ଭିତରୁ ଏ ଆଉ ସି ଭିତରୁ କୋଉଟା? କନ୍ଧରା। କନ୍ଧରା ହଉଛି ଭୀମ ଭୋଇଙ୍କ ଗାଁର ଗ୍ରାମର
କନ୍ଧରା ଭୀମ ଭୋଇଙ୍କ ଗ୍ରାମର ନାମ। ତାହେଲେ 3 ର ଆଇ 3 ର ଆଇ ଏ ହବ ୟାର ଉତ୍ତର। କଣ ହବ? ଏ ହବ ୟାର ଉତ୍ତର। ତାପରେ ଭୀମ ଭୋଇଙ୍କ ଜନ୍ମ ଦେଖିବା। 1 ର କଣ ହବ? ଟ୍ରିପୁଲ ଆଇ 1 ର ଟ୍ରିପୁଲ ଆଇ 50। ମହିମା ସ୍ୱାମୀଙ୍କ ସମାଧି 1876। ଏ ଥିଲା 21 ନମ୍ବର ପ୍ରଶ୍ନ। ଆପଣ ମାନେ ଏମିତି କରିବେ କସ୍ତମ୍ଭ ଖସ୍ତମ୍ଭ। ଆଗକୁ ଯିବା 22 ନମ୍ବର ପ୍ରଶ୍ନ। ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ କବିତା ସ୍ତୁତି ଚିନ୍ତାମଣିର କେତେତମ ବୋଲି? ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ କବିତା ସ୍ତୁତି ଚିନ୍ତାମଣିର କେତେତମ ବୋଲି? 22 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? 27 ବୋଲି ମନେ ରଖିବେ। ପରବର୍ତ୍ତୀ ପ୍ରଶ୍ନ। ମହିମା ସ୍ୱାମୀଙ୍କର ମୂଳ ଗାଦି କେଉଁଠି? ମହିମା ସ୍ୱାମୀଙ୍କର ମୂଳ ଗାଦି କେଉଁଠି? ଜୋରନ୍ଦା। ମହିମା ସ୍ୱାମୀଙ୍କର ମୂଳ ଗାଦି ଜୋରନ୍ଦା। 24 ନମ୍ବର ପ୍ରଶ୍ନ। କେଉଁ 2 ଜଣ ଭୀମ ଭୋଇଙ୍କର ଶିଷ୍ୟ ଥିଲେ? କେଉଁ 2 ଜଣ ଭୀମ ଭୋଇଙ୍କର ଶିଷ୍ୟ? ହରିପଣ୍ଡା ଓ ବାସୁଦେବ ପଣ୍ଡା ଭୀମ ଭୋଇଙ୍କର 2 ଜଣ ଶିଷ୍ୟ ଥିଲେ। ପରବର୍ତ୍ତୀ ପ୍ରଶ୍ନ। କେଉଁଟି ଭୀମ ଭୋଇଙ୍କ ରଚନା ନୁହେଁ? ବ୍ରହ୍ମାଣ୍ଡ ଭୂଗୋଳ ଭୀମ ଭୋଇଙ୍କର ରଚନା ନୁହେଁ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। 26 ନମ୍ବର ପ୍ରଶ୍ନ। କେଉଁ ଗବେଷକଙ୍କ ମତରେ ଭୀମ ଭୋଇ ଅନ୍ଧ ନଥିଲେ? କେଉଁ ଗବେଷକଙ୍କ ମତରେ ଭୀମ ଭୋଇ ଅନ୍ଧ ନଥିଲେ? 26 ନମ୍ବର ପ୍ରଶ୍ନର ଉତ୍ତର ହେଉଛି କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ଭୀମ ଭୋଇ ଅନ୍ଧ ନଥିଲେ। ପରବର୍ତ୍ତୀ ପ୍ରଶ୍ନ। ମହିମା ସ୍ୱାମୀ କେଉଁଠାରେ ତପସ୍ୟା କରି ସିଦ୍ଧି ପ୍ରାପ୍ତ କରିଥିଲେ? ମହିମା ସ୍ୱାମୀ କୋଉଠି ତପସ୍ୟା କରି ସିଦ୍ଧି ପ୍ରାପ୍ତ କରିଥିଲେ? କପିଳାସ। କୋଉଠି? କପିଳାସରେ ତପସ୍ୟା କରି ସେ ସିଦ୍ଧି ପ୍ରାପ୍ତ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ମହିମା ଧର୍ମ ଓ ଦର୍ଶନ କ୍ଷେତ୍ରରେ କେଉଁଠି ପ୍ରଯୁଜ୍ୟ ନୁହେଁ? ମୂର୍ତ୍ତି ପୂଜା କରିବା ପ୍ରଯୁଜ୍ୟ ନୁହେଁ। କଣ କରିବା ପ୍ରଯୁଜ୍ୟ ନୁହେଁ? ମୂର୍ତ୍ତି ପୂଜା କରିବା ପ୍ରଯୁଜ୍ୟ ନୁହେଁ। ପରବର୍ତ୍ତୀ ପ୍ରଶ୍ନ। ଜାତି ଅଜାତି ନ ମାନିବୁ ସକଳ ଗୃହରେ ପୁଞ୍ଜିବୁ ମତ୍ସ୍ୟ ମାଂସ ଆଦି ଭାତ ଖାଇ ଜାଗୃହେ ପ୍ରଭୁ ଦେବେ ଖଞ୍ଜି। ଏହି ପଦ କେଉଁ କାବ୍ୟରୁ ଗୃହୀତ? 28 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଶ୍ରୁତି ନିଷେଧ ଗୀତା। ଜାତି ଅଜାତି ନ ମାନିବୁ ସକଳ ଗୃହରେ ପୁଞ୍ଜିବୁ ମତ୍ସ୍ୟ ମାଂସ ଆଦି ଭାତ ଖାଞ୍ଜି ଜାଗୃହେ ପ୍ରଭୁ ଦେବେ ଖଞ୍ଜି। ଏହି ପଦ ଶ୍ରୁତି ନିଷେଧ ଗୀତାରୁ ଗୃହୀତ। ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ ମଧ୍ୟ। ମହିମଣ୍ଡଳ ଗୀତାର ଲେଖକ କିଏ? ମହିମଣ୍ଡଳ ଗୀତାର ଲେଖକ କିଏ? 20 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଏହା ତ ଆପଣ ମାନେ ଜାଣିଥିବେ ମଧ୍ୟ। ମହିମଣ୍ଡଳ ଗୀତାର ଲେଖକ ହେଉଛନ୍ତି ଅରକ୍ଷିତ ଦାସ। ଇଏ ଥିଲା ଆଜିର 30 ଗୋଟି MCQ। ଆପଣ ମାନଙ୍କ ପାଇଁ ନିମ୍ନରେ ପୁଣି ଉତ୍ତର ଏହାକୁ ଦେଖିନେବେ। ଭିଡିଓ ଭଲ ଲାଗୁଥିଲେ ଓଡ଼ିଆ ନେଟ୍ ଏଚେଭର୍ସ ୟୁଟ୍ୟୁବ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ କରିକି ରଖିବେ ଏବଂ ଭିଡିଓ ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଏଚେଭର୍ସ ଟେଲିଗ୍ରାମ ଚ୍ୟାନେଲରେ ଜଏନ କରିବେ। ଧନ୍ୟବାଦ। ପୁଣି ଦେଖା ହବ ଅନ୍ୟ ଏକ ଭିଡିଓରେ। ରହୁଛି।